ମୁଁ ଆଜି ଆପଣଙ୍କୁ ଗୋଟେ କୋଟିଏ ଟଙ୍କାର ଆଡ଼ଭାଇସ୍ ନୁହଁ ସଜେସନ୍ ଦେବା ପାଇଁ ଚାହୁଁଛି। ସଜେସନ୍ ହେଉଛି ଏହା ଯେ ଆମେ କୌଣସି କାମ କାହିଁକି କରିନଥାଉ। ଆମେ ଚାହୁଁଛୁ ସକ୍ସେସଫୁଲ୍ ହେବା ପାଇଁ, ବଟ୍ ଆମେ କାମ କାହିଁକି ନ କରିଥାଉ ବା କ'ଣ କଲେ କାମ କରାଯାଇପାରିବ। ଏଇ ଜିନିଷ ଗୋଟେ ଆଜି ରିଲ୍ ଦେଖୁଥିଲେ, ରିଲ୍ରେ ଗୋଟେ ବହୁତ ସୁନ୍ଦର ଜିନିଷ ମିଳିଲା। ସୋ ଦ୍ୟାଟ୍ ମୁଁ ଚାହିଁଲି ଆପଣଙ୍କ ସହିତ ସେୟାର ନିହାତି କରିବା ପାଇଁ। ଆମେ କାମ କାହିଁକି ନ କରିଥାଉ, ଗୋଟେ ଏକ୍ଜାମ୍ପଲ୍ ଦେଇକି ବୁଝେଇଲା। ସେ ଏକ୍ଜାମ୍ପଲ୍ରେ ଥିଲା ୟା ମା ଜନ୍ମ କରିସାରିଲା ପରେ ସେ ସେକେଣ୍ଡ ଚାଇଲ୍ଡ କରିବା ପାଇଁ କେବେ ହେଲେ ପସନ୍ଦ କରନ୍ତି ନାହିଁ, ବା ସେକେଣ୍ଡ ଚାଇଲ୍ଡ କରିବା ପାଇଁ ସେ ସଦାବେଳେ ମନା କରିଦିଅନ୍ତି। କାହିଁକି ମନା କରନ୍ତି? ବିକଜ୍ ସେଇ ଫେଜ୍ର ପେନ୍ଟା ସେ ଦେଖିଥାନ୍ତି, କେତେ ଅନବିୟରେବୁଲ୍ ପେନ୍ ଥାଏ, କେତେ କଷ୍ଟ ଥାଏ ସେ ନିଜେ ଫିଲ୍ କରିଛନ୍ତି। ସେଥିପାଇଁ ସେ କେବେ ଚାହାନ୍ତିନି ଯେ ଆଉ ଥରେ ସେକେଣ୍ଡ ଚାଇଲ୍ଡ କରିବା ପାଇଁ। କିନ୍ତୁ ଯେତେବେଳେ ସିଏ ଦେଖିବେ ଯେ କ'ଣ ଯେଉଁ ଛୁଆଟା ହେଇଛି ଫ୍ୟାମିଲି ପାଇଁ କେତେ ଭଲ, ଫ୍ୟାମିଲିର ବ୍ଲେସିଂସ୍ ହାପିନେସ୍ ଯେତେବେଳେ ଦେଖିବେ, ଦେନ୍ ସେ କରିବା ପାଇଁ ରେଡ଼ି ହେଇଯିବେ। ତ ସେଥିପାଇଁ ସେ ଭିଡ଼ିଓରେ ସେ କହିଲା, ଯେତେବେଳେ ଆପଣ ପଜିଟିଭ୍ ଥିଙ୍ଗସ୍ ଆପଣ ଭାବି ଚାଲିବେ, ନା କି ଏୟା ଯେ ସକ୍ସେସ୍ ପାଇବା ପାଇଁ କ'ଣ କ'ଣ ଏଫର୍ଟ ଦେବାକୁ ପଡ଼ିବ। ଆପଣ ଲାଇଫ୍ରେ ମଧ୍ୟ ଭାବନ୍ତୁ ଯେ ଆପଣ ଏଫର୍ଟ କଲେ କ'ଣ କ'ଣ ଆପଣଙ୍କୁ ମିଳିବା ପାଇଁ ଯାଉଛି। ଯେତେବେଳେ ଆପଣ ସେଇ ଜିନିଷ ଭାବିବେ, ଆପଣଙ୍କ ଡୋପାମାଇନ୍ ସିକ୍ରେସନ୍ ହେବ। ଆଉ ଡୋପାମାଇନ୍ ସିକ୍ରେସନ୍ ହେଲା ପରେ ଯେଉଁ ପଜିଟିଭ୍ ଡୋପାମାଇନ୍ ହେବ, ତ ସେ ଆପଣଙ୍କୁ ଆକ୍ସନ୍ ନେବା ପାଇଁ ପୁsh କରିବ। କାହିଁକିନା ଆପଣ କ'ଣ ପାଇବା ପାଇଁ ବିଷୟରେ ଭାବୁଛନ୍ତି, ନା କି ଆପଣଙ୍କୁ ପାଇବା ପାଇଁ କ'ଣ କରିବାକୁ ପଡ଼ିବ। କମେଣ୍ଟ କରିକି ନିଶ୍ଚୟ ଜଣାଇବେ କ'ଣ ଠିକ୍ କହିଲି ନା ନାହିଁ।